ପିଲାମାନେ ସମସ୍ତଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ଭିଡ଼ିଓରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଭାଷଣଟି ପ୍ରସ୍ତୁତ କରିଛି। ତେବେ ଆସନ୍ତୁ ଭାଷଣଟିକୁ ଆରମ୍ଭ କରିନେବା। ସମ୍ମାନନୀୟ ଆଜିକାର ଆୟୋଜିତ ସଭାର ସଭାପତି ମହୋଦୟ, ମୋର ସହ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ଉପସ୍ଥିତ ଶ୍ରଦ୍ଧେୟ ଛାତ୍ରଛାତ୍ରୀମାନେ, ଆଜି ଆମେ 77ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛେ। ଏହି ଅବସରରେ ମୁଁ ଆମ ଦେଶ ପ୍ରତି ଏବଂ ମହାଭାରତୀୟ ଜାତି ପ୍ରତି ନମ୍ର କୃତଜ୍ଞତା ଜ୍ଞାପନ କରି ମୋର ବକ୍ତବ୍ୟ ଆରମ୍ଭ କରୁଛି। ଆମ ଦେଶ ଭାରତବର୍ଷ ବହୁ ବର୍ଷ ଧରି ଇଂରେଜ ଶାସନାଧୀନ ରହି 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନତା ଲାଭ କରିଥିଲା। ତେଣୁ ଆମ ଦେଶକୁ ଶାସନ କରିବା ପାଇଁ ଏକ ଶାସନ ଖସଡ଼ା ପ୍ରସ୍ତୁତ କରାଗଲା। 1950 ମସିହା ଜାନୁଆରୀ ମାସ 26 ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେଲା। ତେଣୁ ପ୍ରତିବର୍ଷ ଜାନୁଆରୀ ମାସ 26 ତାରିଖକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। ଏହା ହେଉଛି ସମସ୍ତ ଭାରତୀୟମାନଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିବସ। ଆମେ ଜାଣୁ, ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏଠାରେ ସମସ୍ତେ ସମାନ। ତେଣୁ ସମସ୍ତ ଭାରତୀୟମାନଙ୍କ ଲକ୍ଷ୍ୟ ଏକ ହେବା ଆବଶ୍ୟକ। ଭାରତ ମାତାର କୋଟି କୋଟି ସନ୍ତାନ ସମସ୍ତେ ଏକତାବଦ୍ଧ ହୋଇ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଶପଥ ନେବା ଆବଶ୍ୟକ। ଗୋଟିଏ ଦେଶର ଆଶା, ଆକାଂକ୍ଷା, କାର୍ଯ୍ୟ ପଦ୍ଧତି, ପରିଚାଳନା ଦାୟିତ୍ୱ ଏବଂ ନୀତି ନିୟମ ଆଦି ସମ୍ବିଧାନର ରୂପରେଖ ହୋଇଥାଏ। ତାହାକୁ ଅନୁସରଣ କରି ଦେଶର ଶାସନ କାର୍ଯ୍ୟ ପରିଚାଳିତ ହୋଇଥାଏ। ଆମ ଦେଶର ସମ୍ବିଧାନ ପ୍ରତ୍ୟେକ ନାଗରିକମାନଙ୍କୁ ସମାନ ସୁବିଧା ସୁଯୋଗ ଏବଂ ନ୍ୟାୟ ପ୍ରଦାନ କରିଥାଏ। ପ୍ରତ୍ୟେକ ନାଗରିକମାନେ ମଧ୍ୟ ଦେଶ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନା କରିବା ଉଚିତ। ଆମେ ପ୍ରତିବର୍ଷ ଆଜିର ଦିବସରେ ସାଧାରଣତନ୍ତ୍ର ଦିବସ ପାଳନ କରୁଛନ୍ତି। ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେବା ପରେ ଦେଶ କେତେ ଅଗ୍ରଗତି କରିଛି, ଦେଶର ପ୍ରଗତିରେ କେଉଁ ସବୁ ସମସ୍ୟା ପରିଲକ୍ଷିତ ହେଉଛି ଏବଂ ଆମର କଷ୍ଟଲବ୍ଧ ସ୍ୱାଧୀନତାକୁ ଆମେ କିପରି ସୁରକ୍ଷିତ ରଖିପାରିବା, ସେହି ବିଷୟରେ ଚିନ୍ତା କରିବା ପାଇଁ ସାଧାରଣତନ୍ତ୍ର ଦିବସ ପ୍ରେରଣା ଯୋଗାଇଥାଏ। ଆଜି ବି ଆମ ଦେଶରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର ହୋଇନାହିଁ। ସାମ୍ପ୍ରତିକ ସମୟରେ ଆମ ଦେଶରେ ସବୁ କ୍ଷେତ୍ରରେ ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ଏବଂ ବ୍ୟଭିଚାର ବଢ଼ି ଚାଲିଛି। ଏହାକୁ ରୋକିବାକୁ ହେଲେ ଆମେ ସମସ୍ତେ ମିଳିମିଶି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଏହି ଗଣତନ୍ତ୍ର ଦିବସ କେବଳ ଏକ ଆନନ୍ଦଦାୟକ ପର୍ବ ନୁହେଁ, ବରଂ ଏହା ଆମ ପାଇଁ ଆତ୍ମସମୀକ୍ଷାର ଦିବସ ଅଟେ। ଏହି ଦିନ ଆମେ ଶପଥ ନେବା ଆମ ଦେଶକୁ ଏବଂ ଆମ ଭାଷାକୁ ସୁରକ୍ଷିତ ରଖିବା, ସମ୍ମାନ ଦେବା, ଶ୍ରଦ୍ଧା କରିବା। ଆଜି ଦିବସ ପାଳନର ଆହ୍ୱାନ ହେଉଛି ସାମ୍ପ୍ରତିକ ଓ ଭବିଷ୍ୟତର ବିଭିନ୍ନ ପରିସ୍ଥିତି ଓ ସମସ୍ୟାକୁ ଦୂର କରିବାକୁ ହେଲେ ସମସ୍ତ ଦେଶବାସୀ ଏକ ହୋଇ କାର୍ଯ୍ୟ କରିବା। ଏହା ହିଁ ପ୍ରକୃତ ଦେଶପ୍ରେମ। ଶେଷରେ ଆମ ଦେଶର ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଅଛି। ଜୟ ହିନ୍ଦ, ଜୟ ଭାରତ। ଆଶା କରୁଛି ଭାଷଣଟି ପସନ୍ଦ ଆସିଥିବ। ଥ୍ୟାଙ୍କ ୟୁ।